ଅମଳ କମଳ ନୟନ ସକଳ ଜଗତ ଜନକ ଜୟ ମରକତ ଘନ ନବ ଅପଘନ ବରଦ ସରବମୟ ଢଳଢଳ ହସ ବଦନ ସରସ ଭବ କଳମସ କ୍ଷୟ ସଜସ ସଫଳ ପଦଶତ ଦଳ ଅମର ପରମଲୟ ପକ୍ଷ ଜକ ଜକ ରତନ ପଦକ କର କନକ ବଳୟ ରଜତ ବରଣ ନବଦରପଣ ଅନଖ କରଜ ଜୟ ଅରକ୍ଷ ରକ୍ଷଣ ଅଘଧରକ୍ଷଣ ଅନୟନ ନୟନ ଅସର ବଗଣ ଗରବ ଦଳନ ଭକତ ଜନର ଧନ ବରଜନକର ନଭଶଶଧର ସଜ ବନଜ ଚରଣ ଅହର ମମ ତନ ମନ ଧନ ସକଳ ସମରପଣ। ଦର୍ଶକ ବନ୍ଧୁ ଆପଣମାନଙ୍କୁ ସୁସମ୍ବାଦ ଲାଇଭକୁ ସ୍ୱାଗତ। ଯୁଗର ଆଦି ଅନ୍ତରେ ଅନେକ ମହାପୁରୁଷମାନଙ୍କ ଜନ୍ମ ଘଟିଅଛି। ଜାତିର ସ୍ୱତନ୍ତ୍ରତାକୁ ନିଜ କଲମ ମୁନରେ ଅନେକ ଶବ୍ଦ ରୂପ ଦେଇ ଆସିଛନ୍ତି। ଏପରି ଭାବେ କହିବାକୁ ଗଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଆଦିକବି ସାରଳା ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ପଲ୍ଲୀକବି ନନ୍ଦକିଶୋର ବଳ, ସମାଜସେବୀ ତଥା ଗୋପବନ୍ଧୁ ଦାସ ଏହିପରି ଅନେକ ମହାପୁରୁଷ ପୁରାତନ କାଳରୁ ଆମ ସହ ଜଡ଼ିତ ରହି ଅଛନ୍ତି। ଠିକ୍ ସେହିପରି ବାଘୁଆ ନୂଆଗଡ଼ ବର୍ତ୍ତମାନ ନୟାଗଡ଼ ଜିଲ୍ଲାର ଲାଠିପଡ଼ା ଗ୍ରାମର ଜଣେ ବିଶିଷ୍ଟ ସମ୍ମାନୀୟ କବି ଶ୍ରୀ ତ୍ରିନାଥ ମହାନ୍ତି ଅବସ୍ଥିତ ଥିଲେ। ଅନେକ କବିତା ଗଳ୍ପ ସମାହାରରୁ ଅନେକ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି। ସେ ତତ୍ମଧ୍ୟରୁ ପୁରୀ ଗଜପତିଙ୍କଠାରୁ ପୁରୋଧା କବି ଉପାଧିରେ ଭୂଷିତ ହୋଇଛନ୍ତି। ନିଜର ଶିକ୍ଷକତାରେ କାର୍ଯ୍ୟରତ ରହି ମଧ୍ୟ କାଗଜ କଲମର ଭାବ ପ୍ରସଙ୍ଗକୁ ଭୁଲି ଯାଇ ନାହାନ୍ତି। ଜୀବନର ଶେଷ ପାହାଚ ପର୍ଯ୍ୟନ୍ତ ମଧ୍ୟ କବିତାର ପ୍ରାଞ୍ଜଳ ପରିଚାଳନା କରୁଥିଲେ। ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଭିଡ଼ିଓ ଦେଖନ୍ତୁ ଓ କମେଣ୍ଟ କରନ୍ତୁ। ପରବର୍ତ୍ତୀ ଭିଡ଼ିଓରେ ତାଙ୍କ ବିଷୟରେ ସବିଶେଷ ବିବରଣୀ ଆପଣଙ୍କ ପାଖରେ ଉପସ୍ଥାପନ କରିବୁ। ଅନନ୍ୟ କବି ତଥା ଶିକ୍ଷକ ତ୍ରିନାଥ ମହାନ୍ତି, ଆବିର୍ଭାବ 20/10/1928, ତିରୋଧାନ 8/1/2022। ନମସ୍କାର। ନମସ୍କାର। ମୋ ନାଁ ନିରଞ୍ଜନ ପଟ୍ଟନାୟକ। ପିତା ଶ୍ରୀଯୁକ୍ତ ତ୍ରିନାଥ ମହାନ୍ତି। ଅତୀତର ଗଡ଼ଜାତ, ବର୍ତ୍ତମାନ ଜିଲ୍ଲା ନୟାଗଡ଼ ନିକଟବର୍ତ୍ତୀ ଲାଠିପଡ଼ା ଗ୍ରାମରେ 1928 ମସିହା ଅକ୍ଟୋବର 10 ତାରିଖ ପିତା ଈଶ୍ୱର ମହାନ୍ତି, ମାତା ପାର୍ବତୀ ଦେବୀଙ୍କ ଔରସରୁ ସେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଗ୍ରାମର ଜଳବାୟୁରେ ତାଙ୍କର ଶରୀର ଗଢ଼ା। ପିଲାଦିନୁ ସେ କବିତା ଲେଖିବା ତାଙ୍କ ମନରେ ବହୁତ ଉତ୍ସାହ ସୃଷ୍ଟି ହୁଏ। ସେ ପିଲାଦିନୁ ଅନେକ କବିତା ବି ଲେଖିଛନ୍ତି ଏବଂ ହାଇସ୍କୁଲ ପାଠପଢ଼ା ଶେଷ କଲା ପରେ ସେ ପୁରୀରେ 1946 ମସିହା ଅକ୍ଟୋବର 10 ତାରିଖରେ ସେ ନିଯୁକ୍ତି ପତ୍ର ପାଇଥିଲେ ଏବଂ ପୁରୀରେ ଥିଲା ବେଳେ ମୋ ଅନେକ ବହି, ଗୁଣ୍ଡିଚା ଯାତ୍ରା, ନବକଳେବର ବହି ଲେଖିଥିଲେ ଏବଂ ଲକ୍ଷୀରାଜର ମଉଡ଼ମଣି ବୀରକିଶୋର ଦେବଙ୍କଠାରୁ ସେ ପୁରୋଧା କବି ହିସାବରେ ମାନପତ୍ର ପାଇଥିଲେ। 1952 ମସିହାରେ ସେ ନୟାଗଡ଼କୁ ପଳେଇ ଆସିଥିଲେ ଏବଂ ନୟାଗଡ଼ର ଜିଲ୍ଲାର ଇତିହାସଟାକୁ ସେ ଲେଖିଥିଲେ। 1956 ମସିହାରେ ଏକ ନାଚପାଟି ତିଆରି କରିଥିଲେ ଏବଂ ବିଭିନ୍ନ ବହି ସେଥିରେ ଲେଖା ଥିଲା। ଚନ୍ଦ୍ରଭାଗା, ନୂଆ ବୋଉ ଫେସନ, ଯାତ୍ରା ଦେଖା, ଶାଶୁଘର ହାଲଚାଲ। 1956 ମସିହା ପରେ 1962 ମସିହାରେ ଆସି ବୋଲଗଡ଼ ବାମନ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବରେ ସେ ନିଯୁକ୍ତି ହେଲେ ଏବଂ ପିଲାମାନଙ୍କୁ ହିନ୍ଦୀ ଭାଷା ପଢ଼େଇବା ଏବଂ ପୁରୀ ରାଷ୍ଟ୍ରଭାଷା ହିନ୍ଦୀ ପରିଷଦରୁ ପ୍ରାଥମିକ, ମାଧ୍ୟମିକ, ବିନୋଦ
ପ୍ରବୀଣ ଶାସ୍ତ୍ରୀ ପରୀକ୍ଷା କରି ବହୁ ପିଲାଙ୍କୁ ସାର୍ଟିଫିକେଟ୍ ଦେଇଛନ୍ତି ଏବଂ ହଜାର ହଜାର ପିଲା ଏହି ପରୀକ୍ଷା ପତ୍ର ଦେଇ ସାର୍ଟିଫିକେଟ୍ ନେଇ ବିଭିନ୍ନ ସ୍କୁଲରେ ନିଯୁକ୍ତି ହେଇଛନ୍ତି। ବୋଲଗଡ଼ ମହୋତ୍ସବରେ ତାଙ୍କୁ ପୁରୋଧା କବି ହିସାବରେ ମାନପତ୍ର ବି ଦିଆଯାଇଛି। 1986 ମସିହା ଅକ୍ଟୋବର 31 ତାରିଖରେ ସେ ବାମନ ହାଇସ୍କୁଲରୁ ଅବସର ନେଲେ ଏବଂ ଦୀର୍ଘ ବର୍ଷ ସେ ଜୀବିତ ହୋଇକି ସମାଜର ଶିକ୍ଷା ଦାନ କରିଛନ୍ତି ଏବଂ ଏକ କବିତା ସେ ଲେଖିଥିଲେ ଯେ କି କୌଣସି ମାତ୍ରା ନଥାଏ, କୌଣସି ହର୍ଷେ କାର ହର୍ଷ କାର ଦୀର୍ଘ କାର କୌଣସି ଓକାର କୌଣସି ମାତ୍ରା ନଥାଇ ସେ ଏକ କବିତା ଲେଖିଥିଲେ। ଅମଳ କମଳ ନୟନ ସକଳ ଜଗତ ଜନକ ଜୟ, ମରକତ ଘନ ନବ ଅପଘନ ଦରଦ ସରବମୟ, ଢଳ ଢଳ ହସ ଭଦନ ସରସ ଭବ କଳମସ କ୍ଷୟ, ସଜସ ସଫଳ ପଦ ଶତ ଦଳ ଅମର ପରମ ଲୟ। ଅବନା ଗୀତ ସେ ତା ଜୀବନରେ ସେ ଲେଖିଥିଲେ, ବହୁତ ଗୀତ ଲେଖିଛନ୍ତି ଏବଂ ପତ୍ରିକା ମାନଙ୍କରେ କୌଣସି ବହି ମାନଙ୍କରେ ଅନେକ ଲେଖା ତାଙ୍କର ବି ରହିଛି। 2022 ମସିହା ଜାନୁଆରୀ 8 ତାରିଖରେ ତାଙ୍କର ତିରୋଧାନ ହେଲା।